नमस्कार मु अभिमनु आपण देखुचंती आम शक्ति न्यूज। आज आपण मानक पई रहिछि केतोटी बड़ गुरुत्वपूर्ण खबर। आसंतु खबर उपरे नजर पकेइबा। आजिर प्रथम बड़ खबर, प्रकृत चाषी चिन्हट पई आजिठारु आरंभ होईछि प्रक्रिया, किंतु पंजीकरण पई जमीपट्टा बाध्यतामूलक करा जायछि। अर्थात सरकार प्रस्तुत करुवा चाषींक पई डाटाबेस रे भाग चाषींकर कोनोसी भाग रहिबो नाही। जानिले आश्चर्य हेबे, राज्य रे प्राय 15 लाख रु अधिक भूमिहीन चाषी रहिचंती। जोगाण मंत्री कहिचंती भाग चाषींक कथा सरकार विचार को नेबे, जेउंटी सेमानकर स्वार्थ हानि होउछि लिखित आकार रे जिल्लापाल को दियंतु। रिपोर्ट आसिला परे मुख्यमंत्री एने विचार करिवे बोली सूचना मिलिछि। परवर्ती खबर, 2025 वर्षर प्रथम केंद्र कैबिनेट बैठक प्रधानमंत्री नरेंद्र मोदी को अध्यक्षतार अनुष्ठित होइतिला, जेउथिरे प्रमुख निष्पत्ति सब निया जायछि। एथिरे डीएपी ऊपर सब्सिडी वृद्धि पई निष्पत्ति निया जायछि। एही पैकेज एक वर्ष पई प्रयुक्त हेबो, यथा 31 डिसेंबर 2025 मसीहा पर्यंत एहा उपलब्ध होई परिबो। डीएपी सार उत्पादनकारी को आर्थिक सहायता प्रदान करबाकू सरकार एही पैकेज अनुमोदन करिसंती एवं कंचा माल रो मूल्य वृद्धि पई एही निष्पत्ति कार्यकारी हेउछि। ଏହା ସହିତ ଚାଷୀଙ୍କୁ ଡିଏପି ପାଇଁ ଅଧିକ ଅର୍ଥ ଦେବାକୁ ପଡ଼ିବ ନାହିଁ ଏବଂ ସେମାନେ ସାର ଉପରେ ଅଧିକ ସବସିଡି ପାଇପାରିବେ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଜାନୁଆରୀ 15 ତାରିଖ ସୁଦ୍ଧା ସରିବ ଇ-କେୱାଇସି। ବୟସ ଅଧିକ କାରଣରୁ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀମାନେ ଯାଇ ଇ-କେୱାଇସି କରାଉଛନ୍ତି। ଅନ୍ୟପଟେ ଯେଉଁମାନେ ବାହାର ରାଜ୍ୟରେ ରହୁଛନ୍ତି ସେମାନଙ୍କର ଇ-କେୱାଇସି ପାଇଁ ବାହାର ରାଜ୍ୟକୁ ସରକାରୀ ଅଧିକାରୀମାନେ ଯିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି କେନ୍ଦ୍ର ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ନିକଟରେ ଗୋଆରେ ଥିବା କିଛି ଲୋକଙ୍କର ଇ-କେୱାଇସି କରାଯାଇଥିବା ସୂଚନା ମିଳିଛି। ମନ୍ତ୍ରୀ ତଥ୍ୟ ଦେଇ କହିଛନ୍ତି ସମସ୍ତଙ୍କର ଇ-କେୱାଇସି କରିବେ ସରକାର। ବର୍ତ୍ତମାନ ସୁଦ୍ଧା 50 ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ବର୍ତ୍ତମାନ ସୁଦ୍ଧା 85% ଇ-କେୱାଇସି ସରିଲାଣି। ବାକି ଆସନ୍ତା 15 ତାରିଖ ସୁଦ୍ଧା ସରିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, 2025 ଜାନୁଆରୀ 1 ତାରିଖ ସୁଦ୍ଧା ବିଶ୍ୱର ଜନସଂଖ୍ୟା 809 କୋଟିରେ ପହଞ୍ଚିଛି। ଆମେରିକାର ଜନଗଣନା ବ୍ୟୁରୋ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏହି ଆକଳନ କରାଯାଇଛି। କେବଳ 2024ରେ ବିଶ୍ୱ ଜନସଂଖ୍ୟାରେ 7.1 କୋଟି ବୃଦ୍ଧି ଘଟିଛି। 2024 ଜାନୁଆରୀ 1 ତାରିଖ ସୁଦ୍ଧା ବିଶ୍ୱର ସମୁଦାୟ ଜନସଂଖ୍ୟା 801.9 କୋଟି ଥିବାବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ 809 କୋଟିରେ ପହଞ୍ଚିଛି। रिपोर्ट अनुसार 141 कोटी जनसंख्या सह भारत हेउची विश्वर सबुठु जनबहुल राष्ट्र। 2024 जुलाई रे भारत जनसंख्या प्रथम थर पई चाइना को टपिथिला। सर्वाधिक जनसंख्या तालिकार 140.8 कोटी जनसंख्या सह भारतर ठीक पछुको चाइना रहिछि। सेहिपरि 34.1 कोटी लोकंक सह अमेरिका विश्वर तृतीय जनबहुल देश होइतिबा एही रिपोर्ट कहिछि बोली सूचना मिलिछि। परवर्ती खबर, सरकार आजिठारु एक देश एक सब्सक्रिप्शन ONOS योजना आरंभ करिसंती। एहार उद्देश्य होउछि विद्यार्थी को एकक सदस्यता प्लाटफर्म रे गवेषणात्मक तथ्य, शैक्षिक सामग्री सह डिजिटल ज्ञान संशोधन पर्यंत कागजपत्र नीतन दरे उपलब्ध कराइबा। सरकार अनुदान प्राप्त उच्च शिक्षा प्रतिष्ठान 1,80,00,000 रु अधिक छात्र छात्री ଏହି ପଦକ୍ଷେପର ଅଂଶ ଭାବେ ବିଶ୍ୱର ଶୀର୍ଷ ପତ୍ରିକାରେ ପ୍ରକାଶିତ ଗବେଷଣାତ୍ମକ କାଗଜପତ୍ର ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ଇଞ୍ଜିନିୟରିଂ, ବିଜ୍ଞାନ, ପ୍ରଯୁକ୍ତି, ଭେଷଜ, ଗଣିତ, ସାମାଜିକ ବିଜ୍ଞାନ ଓ ମାନବ ବିଜ୍ଞାନ ସହ ସମ୍ବନ୍ଧିତ 13,400 ଆନ୍ତର୍ଜାତୀୟ ପତ୍ରିକା ଗବେଷକଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏହି ଯୋଜନାରେ ଅଲଗା ଭାବେ ସବସ୍କ୍ରିପସନ ନେବାକୁ ପଡ଼ିବ ନାହିଁ। ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ କହିଛନ୍ତି, ONOS ର ସୁବିଧା ପରବର୍ତ୍ତୀ ପର୍ଯ୍ୟାୟରେ ବେସରକାରୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକ ପାଇଁ ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ଦେଶର ସମସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଉପଲବ୍ଧ ହୋଇପାରିବ। ଏହି ଯୋଜନାରେ 3 ବର୍ଷ ପାଇଁ 6,000 କୋଟି ଟଙ୍କା ବ୍ୟୟ କରାଯିବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଗତକାଲି ବିଳମ୍ବିତ ରାତିରେ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଗ୍ରାଚ୍ୟୁଟି ରାଶି ବଢ଼ାଇଲେ ମୋହନ ସରକାର ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜ କର୍ମଚାରୀଙ୍କ ଲାଗି ଏହା ଏକ ପ୍ରକାରର ଖୁସି ଖବର। ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ଗ୍ରାଚ୍ୟୁଟି ବୃଦ୍ଧି କରାଯାଇଛି। ଗ୍ରାଚ୍ୟୁଟି ରାଶି ବଢ଼ାଇଲେ ରାଜ୍ୟ ସରକାର। ମୃତ୍ୟୁ ଓ ଅବସରକାଳୀନ ଗ୍ରାଚ୍ୟୁଟି ରାଶି 5 ଲକ୍ଷରୁ 7.50 ଲକ୍ଷକୁ ବୃଦ୍ଧି କରିଥିବା ନେଇ ଘୋଷଣା କରାଯାଇଛି। ଗ୍ରାଚ୍ୟୁଟି ରାଶି ବୃଦ୍ଧି ସମ୍ବନ୍ଧିତ ପ୍ରସ୍ତାବକୁ ମୋହନ ମାଝୀ ଅନୁମୋଦନ କରିଛନ୍ତି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଖୋର୍ଦ୍ଧା ଜିଲ୍ଲାରେ ସ୍ଥାପନ ହେବ କାଚ କାରଖାନା। ଶାଲିମାର ଗ୍ଲାସ ୱାର୍କସ ପକ୍ଷରୁ 530.98 କୋଟି ଟଙ୍କା ବିନିଯୋଗରେ ଏହି କାରଖାନା ନିର୍ମାଣ କରାଯିବ।
ନୂଆ ବର୍ଷରେ ମୁଖ୍ୟ ସଚିବ ମନୋଜ ଆହୁଜା ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷ ବୈଠକରେ ଏହି ପ୍ରକଳ୍ପ ସମେତ 4222.24 କୋଟି ଟଙ୍କାର 25ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ 14,497 ନିଯୁକ୍ତି ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ ଦାବି କରାଯାଉଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ନୂଆବର୍ଷ ପାଳିବାକୁ ଆମିଷ ପାଇଁ ଦୋକାନ ଭୋରରୁ ଗହଳି ଆରମ୍ଭ ହୋଇଯାଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ସକାଳ 7ଟାରୁ ଦୋକାନ ଆଗରେ ଧାଡ଼ି ବାନ୍ଧିବାକୁ ପଡ଼ିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ବେପାର କରିଥିଲେ ଆମିଷ ବେପାରୀ। ପ୍ରଥମ ଦିନରେ 6,14,30,000 ଟଙ୍କାର ଆମିଷ ବିକ୍ରି ହୋଇଛି। ରାଜଧାନୀରେ ଗୋଟିଏ ଦିନରେ 2,22,00,000 ଟଙ୍କାର ମଟନ ବିକ୍ରି ହୋଇଥିବା ଜଣାପଡ଼ିଛି। ଅନେକ ସ୍ଥାନରେ ଖାସି ମାଂସ କିଲୋ 900 ଟଙ୍କାକୁ ଟପି ଯାଇଥିଲା ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କର ଏକ ବଡ଼ ଘୋଷଣା। ବଢ଼ିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା। 38ତମ ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। କାରାବରଣ କରିଥିବା ସବୁ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପେନସନକୁ 10,000ରୁ 20,000 ଟଙ୍କାକୁ ବୃଦ୍ଧି କରାଯାଇଛି। କାରାବରଣ କରିନଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପେନସନକୁ 9,000 ଟଙ୍କାରୁ 15,000 ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସେହିପରି ଜାତୀୟ ପେନସନ ପାଉଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନକୁ ମାସକୁ 8,000 ପରିବର୍ତ୍ତେ 10,000 ଟଙ୍କା କରିଛନ୍ତି ରାଜ୍ୟ ସରକାର। MISA ଆଇନରେ ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ସଂଗ୍ରାମୀମାନଙ୍କୁ ମାସକୁ 20,000 ଟଙ୍କା ପେନସନ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହୁଥିବାର ସୂଚନା ମିଳିଛି। ପରବର୍ତ୍ତୀ ଖବର, ଭୁବନେଶ୍ୱର ବରଗଡ଼ ଥାନା ଟଙ୍କପାଣି ରୋଡରେ ଥିବା ନକଲି ସିମେଣ୍ଟ କାରଖାନାକୁ ପୋଲିସ ଠାବ କରିଛି। ଏହି କାରଖାନାରେ ପୋଲିସ ରେଡ୍ ବେଳେ ବିପୁଳ ପରିମାଣର ନକଲି ସିମେଣ୍ଟ ଜବତ କରିଛି। ଏଠାରେ ନାମୀ ଦାମୀ ବ୍ରାଣ୍ଡର ଲୋଗୋ ଲଗାଇ ଲୋକଙ୍କୁ ଠକୁଥିଲା ଏହି ସିମେଣ୍ଟ କାରଖାନାର ମାଲିକ। ତେବେ ଏହି ନକଲି ସିମେଣ୍ଟ ବିଷୟରେ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି। ପୋଲିସର ତଦନ୍ତ ପରେ ଏହି ଦୁର୍ନୀତିର ଖୁଲାସା ହୋଇଛି ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଆସନ୍ତା 6 ତାରିଖରେ ଡବଲ ଡେକର ବସ୍ ହେବ ଲୋକାର୍ପଣ। ରାସ୍ତା କାମ, ସଫେଇ, ସାଜସଜ୍ଜା କାମ ନେଇଥିବା ଅଧିକାରୀ ଓ ଏହି ଦାୟିତ୍ୱରେ ଥିବା ସମସ୍ତ ବିଭାଗୀୟ ସରକାରୀ ଅଧିକାରୀମାନଙ୍କ ସହ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି। ତୁରନ୍ତ ହମ୍ସ, ଖାଲ ସ୍ଥାନ, ଅସଜଡ଼ା ଜାଗାକୁ ସଜାଡ଼ିବା ଉପରେ ବିଭାଗୀୟ ଯନ୍ତ୍ରୀଙ୍କୁ ଦେଇଛନ୍ତି ନିର୍ଦ୍ଦେଶ। ପ୍ରଥମ ପର୍ଯ୍ୟାୟରେ 5ଟି ଡବଲ ଡେକର ବସ୍ ଆସି ପହଞ୍ଚିବା ପରେ 6 ତାରିଖରୁ ଚାଲିବ ବସ୍। ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୋଲି ଖବର ମିଳିଛି। ଦର୍ଶକ ବନ୍ଧୁ, ଇଏ ଥିଲା ଆଜି ଦିନର କେତୋଟି ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର। ଆଶା କରୁଛି ଆମର ଖବର ପ୍ରସାରଣ ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଭଲ ଲାଗୁଥିବ। ଯଦି ଏ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗୁଥାଏ, ଭିଡ଼ିଓଟିକୁ ଗୋଟେ ଲାଇକ୍ କରିବା ସହିତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।